ଜୟ ଜଗନ୍ନାଥ। ନାରୀ ନାରୀ ହେଉଛି ଭଗବାନଙ୍କର ଏକ ନିଆରା ସୃଷ୍ଟି। ନାରୀ ହିଁ ସ୍ୱୟଂ ସୃଷ୍ଟି କହିଲେ କିଛି ଭୁଲ ହେବ ନାହିଁ, କାରଣ ସେ ତ ସ୍ୱୟଂ ସୃଷ୍ଟି ସ୍ୱରୂପା। ତାର ଅନେକ ରୂପ। ସେ କେତେବେଳେ ଜାୟା ତ କେତେବେଳେ ଜନନୀ, ସେ କେତେବେଳେ ପତ୍ନୀ ତ ପୁଣି କେତେବେଳେ ଭଗିନୀ, ସେ କେତେବେଳେ ଜ୍ଞାନର ଦେବୀ ସରସ୍ୱତୀ ସାଜେ ତ କେତେବେଳେ ଅନର ଦେବୀ ଅନ୍ନପୂର୍ଣ୍ଣା, ସେ କେତେବେଳେ ବୈଭବର ଦେବୀ ମହାଲକ୍ଷ୍ମୀ ତ ପୁଣି କେତେବେଳେ ସୃଷ୍ଟି ସ୍ୱରୂପା ଦେବୀ ଦୁର୍ଗା। ସେ ଗଢ଼ି ଦେଇ ଭାଙ୍ଗିପାରେ, ପୁଣି ଭାଙ୍ଗି ଯାଇଥିବା ଜିନିଷକୁ ସାଉଁଟି ନେଇ ସୁନ୍ଦର ଆଉ ନୂଆ ରୂପରେ ଗଢ଼ିପାରେ। ଲଜ୍ଜା ତାର ଭୂଷଣ, ନୀରବତା ତାର ସୁଗୁଣ, ହୃଦୟ ତାର କୋମଳ, ମନଟି ତାର ସରଳ, ବଚନ ତାର ମଧୁର, ତାର ରୂପ ସୌନ୍ଦର୍ଯ୍ୟ ଗୁଣ ଗାରିମାର କଳନା ନାହିଁ। ସେ ପୂଜନୀୟା, ସେ ବନ୍ଦନୀୟା, କିନ୍ତୁ ଯେତେବେଳେ ତାର ଆତ୍ମସମ୍ମାନର କଥା ଆସେ, ସବୁ ଯୁଗରେ ସବୁ ସମୟରେ ଆଉ ପ୍ରତି ମୁହୂର୍ତ୍ତରେ ସେ ଅବହେଳିତ ହୋଇ ରହିଯାଏ। ପ୍ରକୃତରେ ତାର ସମ୍ମାନ ଆଉ ପ୍ରଶଂସା କବିର ଲେଖନୀ ମୁନରେ ଆଉ କାଗଜର ପୃଷ୍ଠଭୂମିରେ ସୀମିତ ହୋଇ ରହିଯାଏ। ସେ କେବେ ମଧ୍ୟ ନିଜ ପାଇଁ କିମ୍ବା ନିଜର ସୁଖ ପାଇଁ ବଞ୍ଚି ନଥାଏ। ତାର ଜୀବନ ତ ଅନ୍ୟର ଆଶା ପୂରା କରିବା ଓ ଅନ୍ୟର ସ୍ୱପ୍ନକୁ ସାକାର କରିବାରେ ସିଞ୍ଚି ଦେଇଥାଏ। ଜଳଧାରା ସହିତ ତାକୁ ତୁଳନା କଲେ କିଛି ଭୁଲ ହେବ ନାହିଁ, କାରଣ ଜଳକୁ ଯେଉଁଭଳି ପାତ୍ରରେ କିମ୍ବା ସ୍ଥାନରେ ରଖିବା ସେ ସେଇଭଳି ଆକାର ଧାରଣ କରିଥାଏ। ରହିଥିବା ପାତ୍ର କିମ୍ବା ସ୍ଥାନଟିକୁ ନିର୍ମଳ ମଧ୍ୟ କରିଦେଇଥାଏ। ନାରୀଟିଏ ମଧ୍ୟ ଠିକ୍ ସେଇଭଳି। ମହଲରେ ବଢ଼ିଥିଲେ ମଧ୍ୟ ଯେଉଁଭଳି ପରିବେଶରେ ରହିଲେ ବି ସେହି ପରିବେଶରେ ନିଜକୁ ମିଶେଇ ଦିଏ। ତାର ନିଜସ୍ୱ ବୋଲି କିଛି ନଥାଏ, ତଥାପି ସେ ରହୁଥିବା ଘରଟିକୁ ସୁନ୍ଦର ଭାବେ ସଜାଇ ରଖେ। ତାକୁ ଟିକିଏ ଟାଣ କରି କଥା ଦିପଦ କହିଦେଲେ ସେ ଶୁଖି ଯାଇଥିବା ଗଛ ପରି ଝାଉଁଳି ଯାଏ। ଆଉ ତାକୁ ଟିକିଏ ମିଠା କରି କଥା ଦିପଦ କହିଦେଲେ ସଜ ସଜ ଫୁଲ ପରି ନିଜକୁ ସଜେଇ ନିଏ। ତାକୁ ଆଉ କିଛି ଲୋଡ଼ା ନଥାଏ। ତାକୁ ଖାଲି ଲୋଡ଼ା ଥାଏ ଟିକେ ସ୍ନେହ, ଭଲ ପାଇବା ଆଉ ଟିକେ ସମ୍ମାନ। ଏଇ ଟିକକ ପାଇଁ ତ ସେ ଦୁନିଆର ମୂଲ୍ୟବାନ ଜିନିଷକୁ ପାଦରେ ଆଡ଼େଇ ଦେଇଥାଏ, ଆଉ ଝାଟି ମାଟିର ଚାଳ ଛପର ଘରକୁ ସରଗଠୁ ସୁନ୍ଦର ଭାବେ ଗଢ଼ିଦିଏ। ଏତିକି ଭିତରେ ବି ନାରୀ କେବେ ମଧ୍ୟ ଅବଳା ନୁହେଁ କି ଦୁର୍ବଳା ନୁହେଁ। ନିଜ ଆତ୍ମସମ୍ମାନର କଥା ଆସିଲେ ସେ ଦୁନିଆ ସହିତ ଲଢ଼ିବା ପାଇଁ ପୂରାପୂରି ସମର୍ଥ ଥାଏ। କିନ୍ତୁ ଏ ଯୁଦ୍ଧ ଯଦି ଦୁନିଆ ସହିତ ନ ହୋଇ ନିଜ ଲୋକ ବିରୁଦ୍ଧରେ ହୋଇଥାଏ, ତେବେ ସେ ସମର୍ଥ ଥାଇ ମଧ୍ୟ ସେତେବେଳେ ହାରି ଯାଇଥାଏ। ତାର ମନରେ ଏକମାତ୍ର ଦ୍ୱନ୍ଦ୍ୱ ଚାଲେ, ଦୁନିଆ ସହିତ ତ ଲଢ଼ା ଯାଇପାରିବ, ହେଲେ ନିଜର ଲୋକଙ୍କ ସହିତ କେମିତି ଲଢ଼ା ଯାଇପାରିବ? ମାତା ସତୀ, ମାତା ସୀତା, ଦେବୀ ଅହଲ୍ୟା, ଦେବୀ ଦ୍ରୌପଦୀ ଏମାନେ ସମସ୍ତେ ତ ଏହାର ଜ୍ୱଳନ୍ତ ଉଦାହରଣ। ସେମାନେ କ'ଣ ସମର୍ଥ ନଥିଲେ ନିଜ ସଂଘର୍ଷକୁ ଲଢ଼ିବା ପାଇଁ? ସେମାନେ ପୁରା ସମର୍ଥ ଥିଲେ, କାରଣ ସେମାନେ କୌଣସି ସାଧାରଣ ନାରୀ ନଥିଲେ। କିନ୍ତୁ ସେମାନେ ହାରି ଯାଇଥିଲେ ନିଜ ସମ୍ପର୍କ ଆଗରେ, ନିଜ ଭଲ ପାଇବା ଆଗରେ। ଯୁଗ ସତ୍ୟର ହେଉ ଅବା ଯୁଗ କଳିର ହେଉ, ଯୁଗ ଦ୍ୱାପର ହେଉ ଅବା ତ୍ରେତୟା ହେଉ, ଯୁଗ ପରେ ଯୁଗ ତ ବଦଳୁଥିବ, କିନ୍ତୁ ନାରୀ ତା ଆତ୍ମସମ୍ମାନ ପାଇଁ ସବୁବେଳେ ଲଢ଼ି ଚାଲୁଥିବ। ସେ ତାର ଆତ୍ମସମ୍ମାନ ପାଇଁ କରୁଥିବା ସଂଘର୍ଷର କେବେ ମଧ୍ୟ ଶେଷ ହେବ ନାହିଁ। ଧନ୍ୟବାଦ।